ମରିବ। ପରମେଶ୍ୱର ଖାଇବା ପାଇଁ ତିଆରି କରିଥିଲେ। ଏଠି ଆମେ ଦେଖୁଛୁ ପରମେଶ୍ୱର ହବାକୁ ଯେତେବେଳେ ସେଇ ସ୍ଥାନରେ ପଚାରୁଛି ସର୍ପ ସତେ କି ପରମେଶ୍ୱର ଉଦ୍ୟାନ ଫଳ ଖାଇବା ପାଇଁ ପରମେଶ୍ୱର ମନା କରିଛନ୍ତି? ହବା ସାଙ୍ଗେ ସାଙ୍ଗେ ସେ କହୁଛନ୍ତି ଖାଇବ ନାହିଁ କି ଛୁଇଁବ ନାହିଁ। ପରମେଶ୍ୱର ଖାଇବା ପାଇଁ ମନା କରିଥିଲେ, ଛୁଇଁବା ପାଇଁ ମନା କରି ନଥିଲେ। ଏଠି ଆମେ ଯେତେବେଳେ ଦେଖୁଛୁ ମନୁଷ୍ୟ ପ୍ରଥମରେ ସର୍ପ ସେଇ ଈଶ୍ୱରଙ୍କର ବାକ୍ୟକୁ ମଧ୍ୟରେ ଏକ ସନ୍ଦେହ ବୁଣିବା ପାଇଁ ସେ ଆରମ୍ଭ କରିଦେଲା। ମୋର ପ୍ରିୟ ଲୋକମାନେ, ଏଠି ହବା ଈଶ୍ୱରଙ୍କର ବାକ୍ୟକୁ ଗ୍ରହଣ କରିବା ଜାଗାରେ ସର୍ପ ଯେଉଁ ବାକ୍ୟଟିକୁ ସେ ବୁଣି ଦେଇଛି ସେ ବାକ୍ୟ ଉପରେ ସେ କ'ଣ କରିବାକୁ ଲାଗୁଛି? ସନ୍ଦେହ କରିବାକୁ ଲାଗିଲା। ତେଣୁ ମୋର ପ୍ରିୟ ଲୋକମାନେ, ଈଶ୍ୱରଙ୍କର ବାକ୍ୟ ଉପରେ ସନ୍ଦେହ କରିବା, ଈଶ୍ୱରଙ୍କର ବାକ୍ୟ ଉପରେ ସନ୍ଦେହ କରିବା, ଏହା ଦ୍ୱାରା ଈଶ୍ୱରଙ୍କର ବାକ୍ୟ ଉପରେ ସନ୍ଦେହ ସୃଷ୍ଟି ହେଲା। ପାପ ପ୍ରାୟତଃ ସନ୍ଦେହରୁ ଆରମ୍ଭ ହେଲା। ଯଦି ଏ ଜାଗାରେ ଆମେ ଦେଖୁଛୁ ସର୍ବପ୍ରଥମେ ସର୍ପ ହବାର ମନ ଭିତରେ, ତାର ମନ ହୃଦୟରେ ସେ ସନ୍ଦେହକୁ ସେ ଭରି ଦେଇଛି। ଆଉ ସେ ସନ୍ଦେହରୁ ହିଁ ପାପ ମନୁଷ୍ୟ ଜୀବନରେ ପ୍ରବେଶ କରିବା ପାଇଁ ସୁଯୋଗ ପାଇଛି। ଆଜିର ସମୟରେ ମଧ୍ୟ ସନ୍ଦେହ ଏ ପ୍ରକାର ଭାବରେ କାର୍ଯ୍ୟ କରୁଛି। ଆଉ ସେ ସନ୍ଦେହ ପାରିବାରିକର ଜୀବନକୁ ନଷ୍ଟ କରିଦିଏ, କାର୍ଯ୍ୟକ୍ଷେତ୍ରର ଜୀବନକୁ ନଷ୍ଟ କରିଦିଏ, ମନୁଷ୍ୟ ଜୀବନର ଭବିଷ୍ୟତକୁ ନଷ୍ଟ କରିଦିଏ। ତେଣୁ ପ୍ରଥମ ମଣିଷ ପାପରେ ପତନ ହେବାର ପ୍ରଥମ କାରଣ ହେଉଛି ସନ୍ଦେହ। ଏ ସନ୍ଦେହ ତା ଜୀବନରେ ଆସିବା ହେତୁ ପାପ ପ୍ରବେଶ କରିବାର ସୁଯୋଗ ଆସିଲା। ତେଣୁକରି ମୋର ପ୍ରିୟ ଲୋକମାନେ, এই ସ୍ଥାନରେ ଯେତେବେଳେ ସନ୍ଦେହ ହବାଙ୍କ ମନରେ ଶୈତାନ ସେ ସର୍ପ ସୃଷ୍ଟି କରିଦେଲା, ଆଉ ସେ ସନ୍ଦେହ ପରବର୍ତ୍ତୀ ସମୟରେ ପତନର କାରଣ ହେଇଥିଲା। ଦ୍ୱିତୀୟ ବିଷୟ ଆମେ ଚିନ୍ତା କରିବା, ସେଇ 3 ଅଧ୍ୟାୟ ତାର 4 ଏବଂ 5 ପଦରେ ସର୍ପ ନାରୀକୁ କହିଲା, ତୁମମାନେ କୌଣସି ରୂପେ ମରିବ ନାହିଁ, ବରଞ୍ଚ ପରମେଶ୍ୱର ଜାଣନ୍ତି ତୁମମାନେ ଯେଉଁଦିନ ତାହା ଖାଇବ ସେଇଦିନ ତୁମମାନଙ୍କ ଚକ୍ଷୁ ପ୍ରସନ୍ନ ହେବ, ତହିଁରେ ତୁମମାନେ ପରମେଶ୍ୱରଙ୍କ ପରି ଭଲ ଓ ମନ୍ଦର ଜ୍ଞାନ ପାଇବ। ଏ ଜାଗାରେ ଆମେ ଯେତେବେଳେ ଦେଖୁଛୁ ଯେ ଶୈତାନ ସେ ସର୍ପ ନାରୀର ଜୀବନରେ କି ପ୍ରକାର ସେ ମିଥ୍ୟା କଥାଟିକୁ ସେ ପ୍ରବେଶ କରାଉଛି ଏବଂ ସେଇ ନାରୀ ଭିତରେ ବିଶ୍ୱାସ ଉତ୍ପନ୍ନ କରାଉଛି। ଏ ଜାଗାରେ ଆମେ ଦେଖିବାକୁ ପାଉଛୁ ଶୈତାନଙ୍କର ମିଥ୍ୟା କଥାକୁ এই নারী সে কোন করেছে? বিশ্বাস করে দিয়েছে। শয়তান সে সর্প সে কହୁଛି তুমি নিশ্চয় মরিব নাই, হবা ঈশ্বরଙ୍କର সত্য বদଳରେ সর্পর মিথ্যাକୁ সে বিশ্বাস করে ଦେଇଥିଲା। ମୋର প্রিয় ভাই ভଉଣୀ ମାନେ, এই জায়গায় যেତେବେଳେ ଆମେ ଦେଖୁଛୁ পরমেশ্বর কি প্রকার ভাବରେ এই স্থাନରେ କାର୍ଯ୍ୟ କରୁଛନ୍ତି, ମୋର ଲୋକମାନେ ଧ୍ୟାନ ଟିକେ ଦିଅନ୍ତୁ। ଶୈତାନର କାର୍ଯ୍ୟ ମନୁଷ୍ୟକୁ ପତନରେ ପକାଇବା ପାଇଁ କି ପ୍ରକାର ଏକ ଷଡ଼ଯନ୍ତ୍ର এই ସ୍ଥାନରେ ଦେଖାଯାଉଛି। ଶୈତାନର ସେଇ ମିଥ୍ୟା କଥାକୁ ହବା କ'ଣ କରୁଛି? ବିଶ୍ୱାସ କରିଦେଉଛି। ପରମେଶ୍ୱର ନିଜେ କହିଥିଲେ, ତୁମେ ଯେଉଁଦିନ ଏ ବୃକ୍ଷର ଫଳ ଖାଇବ ସେଇଦିନ ତୁମେ
ମରିବ ବୋଲିକି ପରମେଶ୍ୱର କହିଥିଲେ। କାରଣ ପରମେଶ୍ୱରର ଲୋକମାନେ କିନ୍ତୁ ପରମେଶ୍ୱରର ବାକ୍ୟକୁ ମିଥ୍ୟା କରିବାରେ ଶୈତାନ ସେ ସର୍ପ ପଛଘୁଞ୍ଚା ସେ ଦଉନାହିଁ। ଆଜି ସର୍ପର କଥାକୁ ବିଶ୍ୱାସ କଲା, ସର୍ପର ମିଥ୍ୟା କଥାକୁ ବିଶ୍ୱାସ କଲା, ଆଉ ମନୁଷ୍ୟ ପାପର ପତନର କାରଣ ହେଉଛି। ତୃତୀୟ ବିଷୟ 6 ପଦ ଟିକେ ପଢନ୍ତୁ। ଏଥିରେ ନାରୀ ସେ ବୃକ୍ଷକୁ ସୁଖାଦ୍ୟ ଉତ୍ପାଦକ ଓ ନୟନର ଲୋଭଜନକ ଓ ଜ୍ଞାନ ଦେବା ନିମନ୍ତେ ବାଞ୍ଛନୀୟ ଦେଖି ତୈଳ ଫଳ ତୋଳି ଖାଇଲେ, ପୁଣି ତା ସମସ୍ତ ସ୍ୱାମୀକୁ ଦିଅନ୍ତେ, ସେ ମଧ୍ୟ ଖାଇଲେ। ଏଠି କଣ ସେ ଦେଖୁଛି? ସେ ନାରୀ ସେ ବୃକ୍ଷ ସୁଖାଦ୍ୟ ଉତ୍ପାଦକ, ସୁଖାଦ୍ୟ ଉତ୍ପାଦକ ହବା ଦେଖିଲେ ଫଳଟି ଖାଇବା ପାଇଁ ବହୁତ ଭଲ, ବହୁତ ସୁନ୍ଦର, ସ୍ୱାଦିଷ୍ଟ, এই প্রকার ভাବରେ ସେ ଦେଖିଲେ। ଆଉ ସେ ଈଶ୍ୱରଙ୍କର ଆଜ୍ଞା ଠାରୁ ନିଜ ଇଚ୍ଛାକୁ ଅଧିକ ଗୁରୁତ୍ୱ ସେ ଦେଇଥିଲେ। ହାଲେଲୁୟା। ମୋର ପ୍ରିୟ ଲୋକମାନେ, ଶାରୀରିକ ଇଚ୍ଛାକୁ ପ୍ରାଧାନ୍ୟ ସେ ଦେଲା। ସେ କଣ ବୋଲି କହୁଛି? ସୁଖାଦ୍ୟ ଉତ୍ପାଦକ, ଅର୍ଥାତ୍ ନିଜର ଶାରୀରିକ ଇଚ୍ଛାକୁ ସେ ପ୍ରାଧାନ୍ୟତା ଦେଲା ଏବଂ ଈଶ୍ୱରଙ୍କର ଆଜ୍ଞାକୁ ଠାରୁ ନିଜକୁ ସେ ଦୂରେ ରଖି ଦେଇଥିଲା। ମୋର ପ୍ରିୟ ଲୋକମାନେ, এই ଜାଗାରେ ଶାରୀରିକ ଇଚ୍ଛା ଅନୁସାରେ ଜୀବନ କାଟିବା ପାଇଁ ସେ ଦଉଛି। ଆଜିର ସମୟରେ ମଧ୍ୟ ଠିକ୍ ସେଇ ପ୍ରକାର ଆମେ ଈଶ୍ୱରଙ୍କର ଆଜ୍ଞା ଠାରୁ ଶରୀର ଇଚ୍ଛା ଅନୁସାରେ ଯଦି ଆମେ ଜୀବନଯାପନ କରୁଛୁ, ତାହେଲେ ଧୀରେ ଧୀରେ ପାପର ପତନ ହେବାର କାରଣ ଆମ ଜୀବନକୁ ଆସି ଯାଉଛି। ସେଇ 6 ପଦରେ ସେ କଣ ଦେଖୁଛି? ଫଳଟି ଦେଖିବାକୁ ବହୁତ ସୁନ୍ଦର ଲାଗିଲା। ସେ ଦେଖିବା ପାଇଁ ମଧ୍ୟ କଣ ଅଟେ? ସୁନ୍ଦର, ଦେଖିବା ପାଇଁ ମଧ୍ୟ ଭଲ। କେବଳ ଖାଇବା ପାଇଁ ସୁସ୍ୱାଦୁ ନୁହେଁ, ଦେଖିବା ପାଇଁ ମଧ୍ୟ ବହୁତ ଭଲ। ଦେଖିବାକୁ ମଧ୍ୟ ଗୋଟେ ବିଷୟ ଆସୁଛି। ତ ଏହା ଦେଖିବା, ସେ ଫଳକୁ ଦେଖିବା ଦ୍ୱାରା କଣ ଆସୁଛି? ଗୋଟେ ଲୋଭ ଆସି ଯାଉଛି। ଲୋଭ ଆସିଗଲା। ଯାହା ଆଖିକୁ ଆକର୍ଷଣ କରେ ତାହା ସବୁବେଳେ ଈଶ୍ୱରଙ୍କର ଇଚ୍ଛା ନୁହେଁ। ଆପଣଙ୍କ ଆଖିକୁ ଯୋଉଟା ବେଶୀ ଆକର୍ଷଣ କରୁଛି ତାହା ଈଶ୍ୱରଙ୍କର ଇଚ୍ଛା ନୁହେଁ। ଏହା ଆପଣଙ୍କର ଆଖି ଯାହା ଆକର୍ଷଣ କରୁଛି ତାହା ହେଉଛି ନୟନର ଲୋଭଜନକ। ଆପଣ ଚକ୍ଷୁର ଲୋଭରେ ଆପଣ ପଡୁଛନ୍ତି। ଆଉ ବାଇବେଲ ପ୍ରକାଶ କରେ ଲୋଭ ପ୍ରତିମା ପୂଜା ସହିତ ସମାନ। ଚକ୍ଷୁର ଲୋଭ ତାଙ୍କ ଉପରେ ପଡିଗଲା। କିଏ ଯଦି ଭଲ ଶାଢୀ ପିନ୍ଧିଛି, କାଶ ମୋର ଟିକେ ହେଇଯାନ୍ତା। କିଏ ଯଦି ସୁନା ଗଣା ଭଲ କରିଛି, କାଶ ମୋର ହୁଅନ୍ତା। କିଏ ଯଦି ଭଲ ପଠା କରିଛି, କାଶ ମୋର ହୁଅନ୍ତା। ଏ ଚକ୍ଷୁ ଯାହା ଦେଖୁଛି ସେ ସବୁ ବିଷୟକୁ ଲୋଭ କରିଥାଏ। ତେଣୁକରି ମୋର ପ୍ରିୟ ଲୋକମାନେ, ଏ ଲୋଭ ତା ଜୀବନରେ ପ୍ରବେଶ କଲା ଏବଂ ସେ ଲୋଭଟି ତାର ପତନର କାରଣକୁ ନେଇଯାଇଛି। ତାପରେ ଆପଣ ଦେଖନ୍ତୁ, ସେଇ ସ୍ଥାନରେ ଆଉ ଗୋଟେ ବିଷୟ ଆପଣ ଦେଖିବେ, ତୁମେ ଚକ୍ଷୁ ପ୍ରସନ୍ନ ହେବ, ତହିଁରେ ତୁମମାନେ ପରମେଶ୍ୱରଙ୍କର ପରି ଭଲ ମନ୍ଦ ଜ୍ଞାନ ପାଇବ। ତୁମର ଚକ୍ଷୁ ଖୋଲିଯିବ, ତୁମେ ପରମେଶ୍ୱରଙ୍କର ତୁଲ୍ୟ ହେବ, ଭଲ ମନ୍ଦର ଜ୍ଞାନ ପାଇଯିବ। ଯେତେବେଳେ এই କଥାଟି ସର୍ପ ହବାକୁ କହୁଛି, ଆଉ এই କଥା ଶୁଣି ଏ ହବା ମନରେ କଣ ଆସିବ? କଣ ଆସିବ? ନିଶ୍ଚୟ ଗର୍ବ ଆସିବ। ପରମେଶ୍ୱର ତାହେଲେ ଆମକୁ ଏତେ ବଡ ବିଷୟ ଲୁଚେଇକି ରଖିଛନ୍ତି, ଆମେ ପରମେଶ୍ୱରଙ୍କର ତୁଲ୍ୟ ହେଇଯିବୁ, ଭଲ ମନ୍ଦର ଜ୍ଞାନ ପାଇବୁ।
ଏତେ ବଡ଼ ବିଷୟ ଲୁଚେଇକି ରଖିଛନ୍ତି। ଗୋଟେ ଅହଙ୍କାର ଈଶ୍ୱରଙ୍କର ପରି ହେବାର ଇଚ୍ଛା, ଈଶ୍ୱରଙ୍କ ପରି ହେବାର ଇଚ୍ଛା, ଏଇଟା ଗୋଟେ ଅହଙ୍କାର ଶବ୍ଦ, ଗର୍ବର ଶବ୍ଦ ଅଟେ। ଆଉ ତା ଭିତରେ ଈଶ୍ୱରଙ୍କର ତୁଲ୍ୟ ହେବାର ଏକ ଗର୍ବ ବା ଅହଙ୍କାର ଶବ୍ଦ ଅଟେ। ଆଉ ତାହା ପତନ ହେଇଛି। ଯେମିତି ଲୁସିଫର ନିଜର ସୌନ୍ଦର୍ଯ୍ୟ, ନିଜର କ୍ଷମତାକୁ ଦେଖିକି ସେ ମନେ ମନେ ଅହଙ୍କାର କଲା, ଆଉ ସେ ଈଶ୍ୱରଙ୍କର ସ୍ଥାନରୁ ସେ ପତିତ ହେଇଥିଲା। ଆଜି ମନୁଷ୍ୟ ମଧ୍ୟ ଠିକ୍ ଏ ଜାଗାରେ ଈଶ୍ୱରଙ୍କର ତୁଲ୍ୟ ହେଇ ଭଲମନ୍ଦର ଜ୍ଞାନ ପାଇବି କହିକି ସେ କଣ କରୁଛି? ପତନ ହଉଛି। ମୋର ପ୍ରିୟ ଲୋକମାନେ, ଅହଙ୍କାର, ଗର୍ବ, ଈଶ୍ୱରଙ୍କ ପରି ହେବାର ଇଚ୍ଛା, এই যে বিষয়টি যেতବେଳେ ଆସୁଛି ସେତେବେଳେ ଆମମାନଙ୍କୁ ଜାଣିବା ଦରକାର ଯେ ଏ ବି ଗୋଟେ ପାପର ପତନ ହେବାର କାରଣ ଅଟେ। ଅହଙ୍କାର ଆପଣଙ୍କ ଜୀବନକୁ ନଷ୍ଟ କରିଦେବ, ଗର୍ବ ଆପଣଙ୍କ ପରିବାରକୁ ନଷ୍ଟ କରିଦେବ, ସମାଜକୁ ନଷ୍ଟ କରିଦେବ, ମଣ୍ଡଳୀକୁ ନଷ୍ଟ କରିଦେବ। ସେଥିପାଇଁ ପରମେଶ୍ୱର କହନ୍ତି ଅହଙ୍କାରୀକୁ ଆମେ ଦୂରରୁ ଚିହ୍ନୁ ବୋଲି ସେ କହନ୍ତି। ତେଣୁକରି ମୋର ପ୍ରିୟ ଲୋକମାନେ, ତା ଜୀବନରେ ଅହଙ୍କାର ପଡ଼ିଗଲା। ତାପରେ କଣ ଲେଖା ହେଇଛି? ସେ ସ୍ପଷ୍ଟ ଭାବରେ ଫଳ ନ ଖାଇବାକୁ ପରମେଶ୍ୱର ହବାକୁ ଆଦମକୁ ପରମେଶ୍ୱର ନିଷେଧ କରିଥିଲେ। ଆଦମ ହବା ସେ ଆଜ୍ଞାକୁ ଭଙ୍ଗ କଲେ। ଏହା ହିଁ ପାପର ମୂଳ କାରଣ ହେଲା। ପରମେଶ୍ୱର ସ୍ପଷ୍ଟ ଭାବରେ ପରମେଶ୍ୱର ମନା କରି ଦେଇଥିଲେ। ପରମେଶ୍ୱର କହିଲେ, ଆଦମ ଏବଂ ହବାକୁ କହିଲେ, ସଦାପ୍ରଭୁ ପରମେଶ୍ୱର ସେହି ମନୁଷ୍ୟକୁ ଆଜ୍ଞା ଦେଇ କହିଲେ, ତୁମେ ଉଦ୍ୟାନର ସମସ୍ତ ବୃକ୍ଷର ଫଳ ସ୍ୱଚ୍ଛନ୍ଦରେ ଭୋଜନ କରିବ, ମାତ୍ର ସତ ଜ୍ଞାନଦାୟକ ବୃକ୍ଷର ଫଳ ଭୋଜନ କରିବ ନାହିଁ। ଯେଉଁ ଦିନ ତା ଖାଇବ ସେଦିନ ନିତାନ୍ତ ମରିବ, ସେଦିନ ନିତାନ୍ତ ତୁମେ ମରିବ। ମୋର ପ୍ରିୟ ଲୋକମାନେ, ପରମେଶ୍ୱର ସ୍ପଷ୍ଟ ଭାବରେ ସେ କହିଥିଲେ, କିନ୍ତୁ ଏମାନେ କଣ କରୁଛନ୍ତି? ସର୍ପର କଥାରେ ଆସିକି ଈଶ୍ୱରଙ୍କର ଆଜ୍ଞାକୁ ଅମାନ୍ୟ କଲେ। ଆଉ ପରମେଶ୍ୱରଙ୍କର ଆଜ୍ଞାର ଅମାନ୍ୟ କରିବା ହେତୁ ସେମାନେ ପାପର ପତନର କାରଣ ହେଲେ। ଈଶ୍ୱରଙ୍କର ଆଜ୍ଞା ନ ମାନିବା ତାର ପାପର କାରଣ ହେଲା। ଈଶ୍ୱରଙ୍କର ବାକ୍ୟକୁ ନ ମାନିବା, ଈଶ୍ୱରଙ୍କର କଥାକୁ ନ ଶୁଣିବା, ଈଶ୍ୱରଙ୍କର ଆଜ୍ଞାକୁ ଅମାନ୍ୟ କରିବା ତାର ପାପର କାରଣ ହେଇଥିଲା। ମୋର ପ୍ରିୟ ଲୋକମାନେ, ଆଜି ବି ଆମମାନେ କଣ କରୁ? ଈଶ୍ୱରଙ୍କର ଆଜ୍ଞା ପ୍ରତି ଧ୍ୟାନ ନ ଦେଇଥାଉ। ଏ ଜଗତର ମୋହମାୟାରେ ଆମମାନଙ୍କର ଦୃଷ୍ଟିପାତ ରହିଥାଏ। ଶେଷରେ ଟିକେ ଦେଖନ୍ତୁ 12 ପଦରେ ସେ ସ୍ଥାନରେ କଣ କୁହାଯାଉଛି? ଶେଷରେ ଆଦମ କହିଲେ 11 ପଦରେ ଯେତେବେଳେ ପରମେଶ୍ୱର କହୁଛନ୍ତି, ତୁମେ ଉଲଗ୍ନ ଅଛ, ଏହା କିଏ ତୁମକୁ ଜଣାଇଲା? ଆଉ ଯେଉଁ ବୃକ୍ଷର ଫଳ ଖାଇବାକୁ ନିଷେଧ କରିଥିଲୁ ତାକେ ତୁମେ ଖାଇଅଛ। ଆଦମ କହିଲେ, ତୁମେ ଯେଉଁ ସ୍ତ୍ରୀକୁ ମୋର ସଙ୍ଗିନୀ ହେବାକୁ ଦେଇଅଛ, ସେ ମତେ ସେ ବୃକ୍ଷର ଫଳ ଦେଲା, ତହିଁରୁ ମୁଁ ଖାଇଲି। ସେତେବେଳେ ସଦାପ୍ରଭୁ ପରମେଶ୍ୱର ନାରୀକି କହିଲେ, ଏ କି କଲ? ନାରୀ କହିଲା, ସର୍ପ ମତେ ଭୁଲେଇଲା, ତହିଁରୁ ମୁଁ ଖାଇଲି। ଏବେ ଚିନ୍ତା କରନ୍ତୁ, ଏଇଠି ଯେତେବେଳେ ପରମେଶ୍ୱର ସେମାନଙ୍କୁ କହୁଛନ୍ତି ତୁମେ ଉଲଗ୍ନ ଅଛ ବୋଲି କିଏ କହିଲା? ସାଙ୍ଗେ ସାଙ୍ଗେ ଆଦମ କାହାକୁ ଦୋଷ ଦଉଛି? ତୁମେ ଯେଉଁ ସ୍ତ୍ରୀକୁ ମୋର ସଙ୍ଗିନୀ ହେବାକୁ ଦେଇଥିଲ, ସେଇ ସ୍ତ୍ରୀ ମତେ ଫଳ ଖାଇବାକୁ ଦେବାରୁ ଏ ଅବସ୍ଥା ହେଲା। ଯେତେବେଳେ ସ୍ତ୍ରୀ ପାଖକୁ ଯାଇକି ପରମେଶ୍ୱର କହୁଛି, ନାରୀ ଏ ତୁମେ କିଏ କଲ? ତୁମେ, ମୁଁ କଣ କଲି? ସର୍ପ ମତେ ଭୁଲେଇଲା, କହିଲେ ମୁଁ ଖାଇଲି। ଏଠି ପାପ ପରେ ଏମାନେ ଅନୁତାପ କରୁନାହାନ୍ତି, ନିଜର ଭୁଲକୁ ସ୍ୱୀକାର କରୁନାହାନ୍ତି, ପରମେଶ୍ୱରଙ୍କର ଆଜ୍ଞାକୁ ଅମାନ୍ୟ କରିଛନ୍ତି, ନିଜର ଭୁଲକୁ ସ୍ୱୀକାର କରୁନାହାନ୍ତି କି ଅନୁତାପ କରୁନାହାନ୍ତି। କିନ୍ତୁ ଏମାନେ କଣ କରୁଛନ୍ତି? ପରସ୍ପରକୁ ସେମାନେ ଦୋଷ ଦେବାକୁ ଲାଗୁଛନ୍ତି, ପରସ୍ପରକୁ ସେମାନେ ଦୋଷ ଦଉଛନ୍ତି। ଆଦମ ଦୋଷ ଦଉଛି ନାରୀକୁ,
ନାରୀ ଦଉଛି ସର୍ପକୁ। ଆଜି ମୋର ପ୍ରିୟ ଲୋକମାନେ ପରସ୍ପରକୁ ଦୋଷାରୋପ କରିବାରେ ଲାଗିଛି। ଆଜି ଈଶ୍ୱରଙ୍କର ବାକ୍ୟରେ ଆମେ ଦେଖୁଛୁ ଯେ ପାପ ପରେ ଅନୁତାପ କରିବା ସ୍ଥାନରେ ଏମାନେ ପରସ୍ପରକୁ ସେମାନେ କଣ ଦେବାକୁ ଲାଗିଲେ? ଅନ୍ୟକୁ ପରସ୍ପର ମଧ୍ୟରେ ଦୋଷ ଲଦି ଦେବାକୁ ଲାଗିଲେ। ଆଦମ ହବାକୁ ଦୋଷ ଦେଲେ, ଆଉ ହବା ସର୍ପକୁ ଦୋଷ ଦେଲେ। ନିଜର ଦୋଷ ସ୍ୱୀକାର ନ କରିବା ପାପର ପରିଣାମକୁ ଆହୁରି ଗଭୀର କରିଦେଇଛି। ହାଲେଲୁୟା। ମୋ କହିବାର ଅର୍ଥ, ପାପର ପରିଣାମ ଏକ ଭୟଙ୍କର ଆଡ଼କୁ ସେମାନଙ୍କୁ ନେଇକି ଯାଇଥିଲା। ତ ମୋର ପ୍ରିୟ ଲୋକମାନେ, ଆଜି ଈଶ୍ୱରଙ୍କର ବାକ୍ୟ ମଧ୍ୟରେ ଆମେ ଦେଖୁଛୁ ଯେ ଏଇ 7ଟି କାରଣ ସକାଶେ ମନୁଷ୍ୟ ପାପରେ ପତନ ହେଇଗଲା। ପ୍ରଥମ କାରଣ କଣ? ଈଶ୍ୱରଙ୍କର ବାକ୍ୟ ଉପରେ ସନ୍ଦେହ କଲେ। ଦ୍ୱିତୀୟ ବିଷୟ ହେଉଛି ଈଶ୍ୱରଙ୍କର ମିଥ୍ୟା କଥାକୁ ବିଶ୍ୱାସ କରିବାକୁ ସେ ଲାଗିଲେ। ଏବଂ ତୃତୀୟ ବିଷୟ, ଶରୀରର ଇଚ୍ଛାକୁ ବେଶୀ ପ୍ରାଧାନ୍ୟ ଦେଲେ। ଈଶ୍ୱରଙ୍କର ଆଜ୍ଞାକୁ ଅମାନ୍ୟ କଲେ। ଚତୁର୍ଥ ବିଷୟ, ଚକ୍ଷୁର ଲୋଭ ତାଙ୍କ ଜୀବନକୁ ଆସିଲା, ଆଉ ସେ ଲୋଭ ତାଙ୍କ ଜୀବନରେ ପତନ କାରଣ ହେଇଛି। ପଞ୍ଚମ ବିଷୟ, ଅହଙ୍କାର, ଯାହାକି ଈଶ୍ୱରଙ୍କ ସହିତ ସମାନ ହେବାର ବିଷୟ। ଅହଙ୍କାରର ଶବ୍ଦ ବା ସେ ଅହଙ୍କାର ତାର ପତନ କାରଣ ହେଲା। ଷଷ୍ଠ କାରଣ, ଈଶ୍ୱରଙ୍କର ଆଜ୍ଞାକୁ ଅମାନ୍ୟ କରିବା ହେତୁ ସେମାନେ ପାପର ମୂଳ କାରଣ ହେଲା। ଶେଷରେ ନିଜର ପାପକୁ ସ୍ୱୀକାର କରିବା ସ୍ଥାନରେ ଏମାନେ କଣ କଲେ? ପରସ୍ପରକୁ ଦୋଷ ଦେବାକୁ ଲାଗିଲେ। ଏ ଦୋଷ ସେମାନେ ସ୍ୱୀକାର ନ କରିକି ସେମାନେ ପରସ୍ପରକୁ ଦୋଷ ଦେବା ହେତୁ ପାପର ପରିମାଣକୁ ଆହୁରି ସେମାନଙ୍କୁ ସୁଯୋଗ ଦେଲା, ଆହୁରି ପାପ କରିବାକୁ ସେମାନଙ୍କୁ ନେଇକି ଚାଲି ଯାଇଥିଲା। ମୋର ପ୍ରିୟ ଲୋକମାନେ, ଆଜି ଯଦି ଆମମାନଙ୍କର ଜୀବନରେ କିଛି ସନ୍ଦେହ ଅଛି, କୌଣସି ମିଥ୍ୟା କଥାକୁ ଯଦି ବିଶ୍ୱାସ କରୁଛୁ, ଶାରୀରିକ ଇଚ୍ଛା ଅନୁସାରେ ଯଦି ଜୀବନ ଯାପନ କରୁଛୁ, ଏ ଚକ୍ଷୁର ଲୋଭ ଅନୁସାରେ ଯଦି ଜୀବନ କାଟୁଛୁ, ଆମ ପାଖରେ ଯଦି ଅହଙ୍କାର ଗର୍ବ ଯଦି ରହିଛି ଏବଂ ଈଶ୍ୱରଙ୍କର ଆଜ୍ଞାକୁ ଯଦି ଅମାନ୍ୟ କରୁଅଛୁ, ଯଦି ଆମମାନେ ନିଜର ଭୁଲକୁ ସ୍ୱୀକାର ନ କରିକି ଅନ୍ୟ ଉପରେ ଦୋଷ ଢାଳି ଦେବା ଜୀବନ କାଟୁଛୁ, ତାହେଲେ ଆମ ଜୀବନ ପାପରେ ପତନ ହେବାର କାରଣ ହେଉଅଛି। ଆଜି ଆସୁ ନିଜକୁ ଆମେ ସମୀକ୍ଷା କରିବା, ଆଉ ପ୍ରଭୁଙ୍କୁ ପଚାରିବା, ଆଜି ଈଶ୍ୱରଙ୍କର ଆଜ୍ଞା ପ୍ରତି, ଈଶ୍ୱରଙ୍କର ଆଦେଶ ପ୍ରତି ମୋର ମନୋଭାବ କି ପ୍ରକାର ରହିଅଛି, ମୋର ମନୋଭାବ କି ପ୍ରକାର ରହିଅଛି। ଆଜି ପ୍ରଭୁଙ୍କର ସମ୍ମୁଖରେ ନିଜକୁ ରଖିବା, ପ୍ରଭୁ ସାହାଯ୍ୟ କରିବେ। ସମସ୍ତେ ଠିଆ ହେବା, ପ୍ରଭୁଙ୍କ ସମ୍ମୁଖରେ ନିଜ ନିଜକୁ ସମର୍ପିତ କରିଦେବା। ସେ ରାଜାମାନଙ୍କର